ମିସେସ୍ ପାଣ୍ଡିଆନ୍ ଏବେ କରିବେ କଣ? କରିଥିଲେ ଛୁଟି ଆବେଦନ, ମନା କଲେ ମୋହନ ସରକାର। ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା କ୍ଷମତା କେନ୍ଦ୍ରରେ ଏକଦା ପ୍ରଭାବଶାଳୀ ଥିବା 2022ର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ଚର୍ଚ୍ଚା। ସୁଜାତା ଲୋକସେବା ଭବନରେ କେଉଁଠି ବସିବେ, ଗୁରୁତ୍ୱପୂର୍ଣ୍ଣ ନା ଗୌଣ ବିଭାଗରେ? ଏଭଳି ଅନେକ ପ୍ରଶ୍ନ ଛିଡ଼ା କରୁଛି। ପାୱାର କରିଡରରେ ଟୁପୁର ଟାପର ଚାଲିଛି। ମେ ମାସ 31ରୁ ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ 6 ମାସ ପାଇଁ ଛୁଟି ଆବେଦନ କରିଥିଲେ ସୁଜାତା। ତାଙ୍କର ସମୟ ସୀମା ପୂରିବା ପରେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ କିନ୍ତୁ ଆହୁରି 6 ମାସ ଛୁଟି ପାଇଁ ଆବେଦନ କରିଥିଲେ। ତତ୍କାଳୀନ ନବୀନ ସରକାର ସମୟରେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର ସର୍ବେସର୍ବା ଥିଲେ। 2024 ନିର୍ବାଚନ ସମୟରେ ତାଙ୍କୁ ବଦଳି କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୋଷ୍ଟିଂ କରାଯାଇଥିଲା। ହେଲେ 6 ମାସ ଛୁଟି ପରେ ଏବେ କୋଉ ବିଭାଗର ଦାୟିତ୍ୱ ନେବେ? ସୂଚେଇ ଦେଉଛୁ 2024 ନିର୍ବାଚନ ସମୟରେ ସୁଜାତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲା ବିଜେପି। ନିର୍ବାଚନ କମିଶନ ପାଖରେ ଫେରାଦ ହୋଇଥିଲା। ସେତେବେଳର ବିରୋଧୀ ଦଳରେ ଥିଲେ ବିଜେପି। କ୍ଷମତାର ଅପବ୍ୟବହାର କରି ବିଜେଡି ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ମିଶନ ଶକ୍ତି ସାହାଯ୍ୟରେ ଭୋଟ ସଂଗ୍ରହ କରୁଥିବା ମଧ୍ୟ ସଙ୍ଗୀନ ଅଭିଯୋଗ ରହିଥିଲା। ତାକୁ ବଦଳି କରି ଅର୍ଥ ବିଭାଗର ସଚିବ ଦାୟିତ୍ୱରେ ରଖିଥିଲେ। ଭାରତୀୟ ପ୍ରଶାସନିକ ସେବାର ଉଲ୍ଲଂଘନ କରୁଛନ୍ତି ବୋଲି ଦର୍ଶାଇଥିଲା। ତେବେ ଯେଉଁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ବିଜେପି, ସେହି ସଚିବଙ୍କୁ କେଉଁଠି ଦାୟିତ୍ୱ ଦେବ, ତାହା ସାରା ଓଡ଼ିଶାର ନଜର ରହିବ। ମିସେସ୍ ପାଣ୍ଡିଆନ୍ ଏବେ କରିବେ କଣ? କରିଥିଲେ ଛୁଟି ଆବେଦନ, ମନା କଲେ ମୋହନ ସରକାର। ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା କ୍ଷମତା କେନ୍ଦ୍ରରେ ଏକଦା ପ୍ରଭାବଶାଳୀ ଥିବା 2022ର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ପ୍ରଶାସନିକ ସ୍ତରରେ ଜୋରଦାର ଚର୍ଚ୍ଚା। ସୁଜାତା ଲୋକସେବା ଭବନରେ କେଉଁଠି ବସିବେ, ଗୁରୁତ୍ୱପୂର୍ଣ୍ଣ ନା ଗୌଣ ବିଭାଗରେ? ଏଭଳି ଅନେକ ପ୍ରଶ୍ନ ଛିଡ଼ା କରୁଛି। ପାୱାର କରିଡରରେ ଟୁପୁର ଟାପର ଚାଲିଛି। ମେ ମାସ 31ରୁ ନଭେମ୍ବର 26 ତାରିଖ ପର୍ଯ୍ୟନ୍ତ 6 ମାସ ପାଇଁ ଛୁଟି ଆବେଦନ କରିଥିଲେ ସୁଜାତା। ତାଙ୍କର ସମୟ ସୀମା ପୂରିବା ପରେ ତାଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେ କିନ୍ତୁ ଆହୁରି 6 ମାସ ଛୁଟି ପାଇଁ ଆବେଦନ କରିଥିଲେ। ତତ୍କାଳୀନ ନବୀନ ସରକାର ସମୟରେ ସୁଜାତା କାର୍ତ୍ତିକେୟନ ମିଶନ ଶକ୍ତି ବିଭାଗର ସର୍ବେସର୍ବା ଥିଲେ। 2024 ନିର୍ବାଚନ ସମୟରେ ତାଙ୍କୁ ବଦଳି କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ପୋଷ୍ଟିଂ କରାଯାଇଥିଲା। ହେଲେ 6 ମାସ ଛୁଟି ପରେ ଏବେ କୋଉ ବିଭାଗର ଦାୟିତ୍ୱ ନେବେ? ସୂଚେଇ ଦେଉଛୁ 2024 ନିର୍ବାଚନ ସମୟରେ ସୁଜାତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଥିଲା ବିଜେପି। ନିର୍ବାଚନ କମିଶନ ପାଖରେ ଫେରାଦ ହୋଇଥିଲା। ସେତେବେଳର ବିରୋଧୀ ଦଳରେ ଥିଲେ ବିଜେପି। କ୍ଷମତାର ଅପବ୍ୟବହାର କରି ବିଜେଡି ପାଇଁ କାମ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ମିଶନ ଶକ୍ତି ସାହାଯ୍ୟରେ ଭୋଟ ସଂଗ୍ରହ କରୁଥିବା ମଧ୍ୟ ସଙ୍ଗୀନ ଅଭିଯୋଗ ରହିଥିଲା। ତାକୁ ବଦଳି କରି ଅର୍ଥ ବିଭାଗର ସଚିବ ଦାୟିତ୍ୱରେ ରଖିଥିଲେ। ଭାରତୀୟ ପ୍ରଶାସନିକ ସେବାର ଉଲ୍ଲଂଘନ କରୁଛନ୍ତି ବୋଲି ଦର୍ଶାଇଥିଲା। ତେବେ ଯେଉଁ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ବିଜେପି, ସେହି ସଚିବଙ୍କୁ କେଉଁଠି ଦାୟିତ୍ୱ ଦେବ, ତାହା ସାରା ଓଡ଼ିଶାର ନଜର ରହିବ।